ଚାଷୀଙ୍କ ପାଇଁ ଖୁସି ଖବର। ଏହି ଦିନ ଆସିବ ପିଏମ୍ କିଷାନର 20ତମ କିସ୍ତି। ଚାଷୀଙ୍କ ପାଇଁ ଖୁସି ଖବର। କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଏହି ଖବର ଘୋଷଣା କରିବାକୁ ଯାଉଛନ୍ତି। ତେବେ ଜୁଲାଇର ପ୍ରଥମ ସପ୍ତାହରେ ପିଏମ୍ କିଷାନ ଯୋଜନାର 20ତମ କିସ୍ତି ମୋଦି ସରକାର ଜାରି କରିପାରନ୍ତି ବୋଲି ବିଶ୍ୱାସ କରାଯାଉଛି। ସରକାର 2025 ଫେବୃଆରୀ 24ରେ ଏହି ଯୋଜନା ଅଧୀନରେ 2000 ଟଙ୍କାର 19ତମ କିସ୍ତି ଜାରି କରିଥିଲେ। ପ୍ରଧାନମନ୍ତ୍ରୀ କିଷାନ ଯୋଜନା ସହିତ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ କଥା। କୃଷକମାନଙ୍କୁ ଆର୍ଥିକ ସମୃଦ୍ଧ ଏବଂ ପ୍ରଗତି ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରାଯାଇଥିଲା। ଏହି ଯୋଜନା ଅଧୀନରେ ସରକାର ପ୍ରତି 4 ମାସରେ 2000 ଟଙ୍କାର କିସ୍ତି ଜାରି କରନ୍ତି। ତଦ୍ ଅନୁସାରେ ପ୍ରତିବର୍ଷ 3ଟି କିସ୍ତିରେ 6000 ଟଙ୍କା ସ୍ଥାନାନ୍ତର କରାଯାଏ। 2019 ମସିହାରୁ ଚାଷୀମାନେ ଏହି ଯୋଜନାରୁ ଉପକୃତ ହୋଇ ଆସୁଛନ୍ତି। ସରକାରୀ ରିପୋର୍ଟ ଅନୁଯାୟୀ ଏହି ଯୋଜନାରେ 12 କୋଟିରୁ ଅଧିକ ଚାଷୀ ତାଲିକାଭୁକ୍ତ ଅଟନ୍ତି। ଯଦି ଆପଣ ଯୋଗ୍ୟ ତେବେ ଯଦି ଆପଣ ଏହି ଯୋଜନାରେ ଲିଙ୍କ ହୋଇନାହାନ୍ତି ତେବେ ଆପଣ ତୁରନ୍ତ ପଞ୍ଜୀକୃତ ହୋଇପାରିବେ। ପିଏମ୍ କିଷାନ ଯୋଜନାର 20ତମ କିସ୍ତି ଶୀଘ୍ର ଜାରି ହେବ। ତଥାପି ଏ ସମ୍ପର୍କରେ ସରକାର ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା କରାଯାଇନାହିଁ। ଯଦି ଆପଣ ମଧ୍ୟ ଚାହୁଁଛନ୍ତି ଯେ ଆପଣଙ୍କର 20ତମ କିସ୍ତିର ଟଙ୍କା ଫସି ନଯାଏ ତେବେ ତୁରନ୍ତ ଏହି 2ଟି କାମ କରନ୍ତୁ। ଆସନ୍ତୁ ଜାଣିବା କେଉଁ ଚାଷୀ ଟଙ୍କା ପାଇପାରିବେ ନାହିଁ। ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ ଯେଉଁ ଚାଷୀମାନେ ଏପର୍ଯ୍ୟନ୍ତ ସେମାନଙ୍କର EKYC ପ୍ରକ୍ରିୟା ସମାପ୍ତ କରିନାହାନ୍ତି ସେମାନଙ୍କ କିସ୍ତି ଅଟକିପାରେ। ଏହି ଚାଷୀମାନେ ନିକଟସ୍ଥ CSC କେନ୍ଦ୍ରକୁ ଯାଇ କିମ୍ବା ପୋର୍ଟାଲ ମାଧ୍ୟମରେ ଯଥାଶୀଘ୍ର EKYC ଅପଡେଟ୍ କରାଇ ନିଅନ୍ତୁ। ଏହା ସହିତ ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଆଧାର ସହିତ ଲିଙ୍କ ହୋଇନାହିଁ ତେବେ ଏହା ଯୋଗୁଁ ଆପଣ ଟଙ୍କା ଅଟକିପାରେ। ତେଣୁ ଏହି 2ଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ତୁରନ୍ତ ସମାପ୍ତ କରନ୍ତୁ ଯାହାଦ୍ୱାରା ଟଙ୍କା ସମୟ ସୀମାରେ ମିଳିପାରିବ।